ଚର୍ଚ୍ଚା ଯିଏ କରୁଛନ୍ତି ତାଙ୍କୁ ପଚାରି କାଗଜରେ ଆସିଲା ଦଳ ବିରୋଧୀ କାମ ହେଇଛି। ମୁଁ ତ କାଲି ନଥିଲି ଏଠି, ମୁଁ ତ କାର୍ଯ୍ୟକ୍ରମ ଥିଲି। ଆମର ଜଣେ ପୂର୍ବତନ ବିଧାୟକ ମରିଗଲେ, ଆଉ ଗୋଟେ ପଞ୍ଚାୟତ ପ୍ରୋଗ୍ରାମ ଥିଲା, ସେଠି ସାରିକି ରାତି 12ଟାରେ ପହଞ୍ଚି। ବିଜେଡି ଏକ ରାଜନୈତିକ ଦଳ, ସିଏ ତାଙ୍କ ପଦକ୍ଷେପ ନେଇପାରିବେ, ତାଙ୍କ ପଦକ୍ଷେପ ନେବା ପାଇଁ ତାଙ୍କର କ୍ଷମତା ଅଛି, ସେ ନେବେ। ଦୁର୍ନୀତିଖୋର ବିଶ୍ୱାସଘାତକ ଏଇ ଯୋଉ ଦିଟା ବଡ ଅଭିଯୋଗର ଆଖ୍ୟା ନେଇକି ଦୁର୍ନୀତିଖୋର ବିଶ୍ୱାସଘାତକ ଭଳି ଆପଣଙ୍କୁ ଆଖ୍ୟା ଦିଆଗଲା। କଣ ଦିଆଗଲା? ଦୁର୍ନୀତିଖୋର ବିଶ୍ୱାସଘାତକ। ବିଶ୍ୱାସଘାତକତା କଣ ହେଇଛି ସେ କହିବେ ନା, ଯେଉଁମାନେ ଆଖ୍ୟା ଦେଲେ ସେମାନେ କହିବେ ସେ ସମ୍ପର୍କରେ। ଏଇଟା ହେଲା ବିଶ୍ୱାସଘାତକତା, ଏଇଟା ହେଲା ଦୁର୍ନୀତି, ସେ କିଛି କହିବେ। ମୁଁ ଜାଣିବାରେ ଏଭଳି କୌଣସି ଘଟଣା ତ ଘଟିନି, କିନ୍ତୁ ତାଙ୍କ ପାଖରେ ତଥ୍ୟ ଥିବ ସେମାନେ କହିପାରିବେ ନା, ଆମେ କେମିତି ଜାଣିପାରିବେ? ଲୋକ ବି କେମିତି ଜାଣିବେ? ଲୋକ ବି ଅପେକ୍ଷା କରିଛନ୍ତି ସେଟା ଜାଣିବା ପାଇଁ। ପ୍ରକୃତରେ ଓଡ଼ିଶାର ଲୋକ ଅପେକ୍ଷା କରିଛନ୍ତି, ସେଟା ସେମାନେ ତାର ବ୍ୟାଖ୍ୟା କରିକି ତାର ତଥ୍ୟ ରଖିବା ଦରକାର। ତାଙ୍କୁ ଯେଉଁମାନେ ଏକଥା କଲେ ତାଙ୍କୁ ପଚାର, କାହିଁ କରିବେ? ମତେ ଯୋଉ ପ୍ରଶ୍ନ ପଚାରୁଛ ସେ ପ୍ରଶ୍ନ ତାଙ୍କୁ ପଚାରିବା ଦରକାର। ଗୋଇନ୍ଦା ରିପୋର୍ଟ ଆଧାରରେ ସାର୍ କହୁଛନ୍ତି ଗୋଇନ୍ଦା ରିପୋର୍ଟ ଆଧାରରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ଦଳକୁ କ୍ଷତି ପହଞ୍ଚେଇବା ପାଇଁ ଗୋଟେ ଯୋଜନା ହଉଥିଲା ବୋଲି ବିଜେଡି ଅଭିଯୋଗ। କିଏ ଅଭିଯୋଗ କରିଛନ୍ତି, କାହା ପାଖରେ ଗୋଇନ୍ଦା ରିପୋର୍ଟ ଅଛି ସେମାନେ କହିପାରିବେ, ମୁଁ ତ କହିପାରିବିନି ସେ ସମ୍ପର୍କରେ। ଗୋଇନ୍ଦା ରିପୋର୍ଟ ବିରୋଧୀ ଦଳ ପାଖକୁ କେମିତି ଆସିବ? ଗୋଇନ୍ଦା ରିପୋର୍ଟ ମୋହନ ମାଝୀଙ୍କ ପାଖକୁ ଯିବ। ସାର୍ କିନ୍ତୁ କୁହାଯାଉଛି ଯେ ଯୋଉ ଓଡ଼ିଶାରେ ଗୋଟେ ନୂଆ ଆଞ୍ଚଳିକ ଦଳ ଗଠନ ହବ, ଆପଣ କିଛି ଅସନ୍ତୋଷ ନେତା ଆପଣମାନଙ୍କୁ ବାରମ୍ବାର ଭେଟୁଛନ୍ତି, ଆସୁଛନ୍ତି, ଅନ୍ୟ ଲୋକମାନେ ଭେଟୁଛନ୍ତି, ଆଲୋଚନା ହଉଛନ୍ତି, ଏଇ କଥାକୁ ନେଇକି ଆପଣ ଯେହେତୁ ଗୋଟେ ବିଦ୍ରୋହୀ ହେବେ, ସେଥିପାଇଁ ଗୋଟେ ଏମିତି ଗୋଟେ କାର୍ଯ୍ୟାନୁଷ୍ଠାନ ନିଆଗଲା, ସେଥିପାଇଁ ସେକୁ ବିଶ୍ୱାସଘାତକ ଶବ୍ଦକୁ ସେମାନେ ଯୋଡ଼ିଲେ ତାଙ୍କ ଆସୁଛନ୍ତି ତ ସମସ୍ତେ ଆଲୋଚନା କରୁଛନ୍ତି। ପ୍ରଥମ କଥା ହଉଛି ଦଳ ସମ୍ପର୍କରେ କିଛି ଆଲୋଚନା ନାହିଁ, ନୂଆ ଦଳ ସମ୍ପର୍କରେ କିଛି ଆଲୋଚନା ନାହିଁ, ଜିରୋ। ମୁଁ ଆର୍ଥର ତ ସମସ୍ତଙ୍କୁ ଏଠି କହିଦେଲି, ସମସ୍ତେ ଆଗରେ କହିଥିଲି, କିନ୍ତୁ ଆସୁଛନ୍ତି ସମସ୍ତେ ଭେଟୁଛନ୍ତି, ସମସ୍ତେ ଆସୁଛନ୍ତି। ରାଜନୈତିକ ମିତ୍ରତା ଅଛି, ସମସ୍ତେ ଆସିବେ ବସିବେ କଥା ହେବେ, କଥା ହେବା ପାଇଁ ଆମର ଅଛି। ଆପଣଙ୍କ ପ୍ରକୃତରେ ବିଧାୟକ ହେଲେ ରାଜନୀତିରେ ଅଧିକ ଦିନ ବି ହେଇନି, କିନ୍ତୁ କିଛି ବର୍ଷ ପୂର୍ବେ ଆପଣଙ୍କ ସହ ଯାହା ବିଜେଡି କରିଥିଲା ସେଇଭଳି ଘଟଣା ପୁଅଙ୍କ ସହ ବି ଘଟିଥିଲା। ନବୀନ ଭୟ କରୁଛନ୍ତି କି ଆଜି ବି ଆପଣଙ୍କୁ? ଆଜି ବି ନବୀନ ଆପଣଙ୍କୁ ଭୟ କରୁଛନ୍ତି କି ସେଥିପାଇଁ ଏଭଳି? ନବୀନ ମୁଁ ଶୁଣିବା ଭିତରେ ଟିକେଟ ପାଇଲା ବେଳେ ଗୋଟେ ଖବର ପଠେଇଥିଲେ ଯେ କନଭେ ମାଇ ରିଗାର୍ଡସ୍ ଟୁ ୟୋର ଫାଦର, ହାଉ ଇଜ୍ ମିଡ଼ିଆ ବି ସମସ୍ତେ ଜାଣିଛନ୍ତି, ତା ଛଡ଼ା ଆଉ କିଛି ମୁଁ ଜାଣିନି। ଅରିନ୍ଦମ ମହାପାତ୍ର ନବୀନଙ୍କୁ ଭେଟିବେ କି? ସେଟା ତାଙ୍କୁ ପଚାରିବେ, ସେ ଆସିବେ, ସେ ତାର ପ୍ରୋଗ୍ରାମ ଯାଇକି ଆସିଲେ ପଚାରିବେ ଭେଟିବେ କି ନାହିଁ। ସେ ଗୋଇନ୍ଦା ରିପୋର୍ଟଟା ଖୋଜିବା ଯାଇକି। ମୁଁ ବି ତ ଆଶ୍ଚର୍ଯ୍ୟ ହେଇଗଲି, ମୁଁ ବି ଜାଣିନଥିଲି ଏମିତିଆ ଘଟଣା। ମୁଁ ଗୋଟେ ଅନ୍ୟ କାର୍ଯ୍ୟକ୍ରମ ବି ଶୁଭିଲାନି, ବାଜା ଫଜା ବାଜୁଥିଲା, ଗୋଟେ ପ୍ରସେସନ ହଉଥିଲା, ତାପରେ ମୁଁ ଆସି ଶୁଣିଲି, ତାପରେ ଡେଡ୍ ବଡି ପହଞ୍ଚିଲା କୋଳମଣ୍ଡା। ନେଚର ଯେକୌଣସି ବ୍ୟକ୍ତି ଆଶ୍ଚର୍ଯ୍ୟ ହେଇଯିବ, ମୁଁ ହଠାତ୍ କେମିତି ମତେ କିଛି ନଥିଲା। ସେ ତ ଦଳ କାର୍ଯ୍ୟକ୍ରମ ଅଞ୍ଚଳରେ କରେ, ଦଳ ମୁଁ ସେ ବିଷୟରେ ଯାହା ଖବର ପାଏ, ମୁଁ ତ ଯାଏନି ସେଠିକି, କିନ୍ତୁ ଖବର ପାଏ ଦଳର ପ୍ରତିଷ୍ଠା ଦିବସ ହଉ, ଦଳର ପଦଯାତ୍ରା ତ କରେ। ବାକି ଯେଉଁମାନେ କହୁଛନ୍ତି ବିଶ୍ୱାସଘାତକତା ସେମାନେ କହିପାରିବେ ନା, ମୁଁ ଜାଣିନି କାହାର ଚକ୍ରାନ୍ତ ଅଛି ମୋ ପାଇଁ ଜାଣିବା କଷ୍ଟ, ଡାଇରେକ୍ଟର ଇଣ୍ଟେଲିଜେନ୍ସ କହିପାରିବେ। କିଛି ନେତାକାରୀ ବିଜେପିର ସାଙ୍ଗେ ସାଙ୍ଗେ ଆସିଲେ ମିଡିଆରେ ବାଇଟ୍ ଦେଲେ କି ଦୁର୍ନୀତିଖୋର ବିଶ୍ୱାସଘାତକ ଥିଲେ, ସେଥିପାଇଁ ଦଳର କାର୍ଯ୍ୟାନୁଷ୍ଠାନ ହେଲା। ମୁଁ କାଲି ରାତିରେ ପହଞ୍ଚିଲା ପରେ କିଛି ବିଜେପି ନେତା ତାକୁ ଫୋନ କରିଛନ୍ତି, ତାକୁ କଣ କହିଲେ ମୋ ସବୁ ଫୋନ ଫୋନ କରିଥିଲେ, ଏ କଥା ବି କହିଲେ। ଏରିଆ ତ କାଲି ଆପଣ ଥିଲେ, ଏଇ ଯୋଉ ଆକ୍ସନ ପରେ ଏରିଆ ଲୋକ ବା ଏରିଆରେ କାଲି
ବେଶୀ ସମୟ ରହିନି ଅନ୍ୟ କାର୍ଯ୍ୟକ୍ରମ ଥିଲା ଗୋଟେ ଏକ୍ସଏମଏଲଏଙ୍କ ମୃତ୍ୟୁ ଆଉ ଗୋଟେ ଥିଲା ଯଜ୍ଞ କାର୍ଯ୍ୟକ୍ରମ ଏରିଆରେ ଯେତିକି ଥିଲେ ସେଠି ସମସ୍ତେ ସବ୍ ଦୁଃଖିତ। ପାଟକୁରା ସଂଗଠନ ଉପରେ ଆଜି କିଛି ପ୍ରଭାବ ପଡ଼ିବନି ଅରବିନ୍ଦ ମହାପାତ୍ରଙ୍କ ରାଜନୀତି କ୍ୟାରିୟର କିଛି ପ୍ରଭାବ ପଡ଼ିବ ପାଟକୁରାରେ କିଛି ପଡ଼ିଲା ଭଳିଆ ମତେ ଲାଗୁନି ସମସ୍ତେ ବିଜେଡି ବାଲା ତ ସେମାନେ ଅଛନ୍ତି ପ୍ରଭାବ ପଡ଼ିଲା ଭଳିଆ ଲାଗୁନି। ସାର୍ ଆପଣଙ୍କର ଆଗ ସୁଝା ହେଲା କି ଆପଣଙ୍କ ସହ ଘଟିଥିଲା ଯେମିତି ସେମିତି ହେଲା 25 ବର୍ଷ ତଳର କଥା ଗଲାଣି ନା ସବୁ ଆଜି ଅଛି ସବୁ ବିଜେଡିରୁ ମନେ ପଡ଼ିଯାଇଥିବ ଯଦି 25 ବର୍ଷ ତଳର କଥା ମୋର ତ 5 ବର୍ଷ ତଳର କଥା ମନେ ପଡୁନି। କିନ୍ତୁ ଉଣା ଅଧିକ ଚର୍ଚ୍ଚା ହଉଛି ଯେ ବାପାଙ୍କ ପାଇଁ ପୁଅ ଉପରେ ଆକ୍ସନ ହେଲା ଏଇ କଥା ବାପା ତ କିଛି ଭୁଲ କରିନାହାନ୍ତି ଆଜି କିଛି ବାପା କାମ କରିନାହାନ୍ତି ସେଠୁ କୁହାଯାଉଛି ଆପଣ ମୁଖ୍ୟମନ୍ତ୍ରୀ ସହିତ ଭେଟ ମୁଁ କହିଲି ପରା ମୁଖ୍ୟଙ୍କ ସାଙ୍ଗରେ ସେ ବାବଦରେ କିଛି କଥା ହେଲି ମୋ ସମସ୍ତଙ୍କୁ କହିଥିଲି ମୁଖ୍ୟମନ୍ତ୍ରୀ ମୁଁ କହିଲି ସବୁ ଦଳର ନେତା ବିଜେଡି ହଉ ବିଜେପି ହଉ ଯେଉଁମାନେ ସରକାର ଅଛନ୍ତି ସେ ହଉ ରାଜନୈତିକ ମିତ୍ର ତ ସମସ୍ତ ସାଙ୍ଗେ ରହିବ ସମସ୍ତ ସାଙ୍ଗେ ଭେଟଘାଟ ହବ କଥାବାର୍ତ୍ତା ହବ କିନ୍ତୁ ଦଳ ବିଷୟରେ ମୁଁ କହିଲି ଆଦୌ ଖଣ୍ଡନ କରିବା ପାଇଁ ଦଳ ବିଷୟରେ କୌଣସି ଯାହାଙ୍କ ପାଖରେ ଥିଲା ତାଙ୍କୁ ପଚାରିଲେ ସେ କହିବେ କଣ ହେଇଛି ସେଟା ଲୋକ ବିଚାର କରିବେ କିଏ ବିଶ୍ୱାସଘାତକ ଲୋକ ବିଚାର କରିବେ। ଆଉ ଗୋଟେ ଚର୍ଚ୍ଚା ହଉଛି ବାରମ୍ବାର ଅରବିନ୍ଦ ମହାପାତ୍ର ମିଡିଆରେ କହୁଥିଲେ କି ନବୀନ ମୋ ନେତା ପାଣ୍ଡିଆ ନୁହଁ ନବୀନ ମୋ ନେତା ଆଉ ଯଦି ଦୁର୍ନୀତିଖୋରକୁ ଧରାର ଅଛି ତ ବର୍ତ୍ତମାନ ଗଭର୍ଣ୍ଣମେଣ୍ଟ ଧରୁ ଆକ୍ସନ ନଉ ଡାଟା କାଢୁ ଟିକେ ଖଟକି ଲାଗି ବିଜେଡି ସେ ବିଧାନସଭା କହିଥିଲେ ଶୁଣିଥିଲି ସେ ବିଜେପିକୁ ସରକାରକୁ ଆଖି ରଖି କହିଥିଲା ସବୁବେଳେ ଅଭିଯୋଗ କରୁଛ ଯଦି ସାହସ ଅଛି କର ସାଧାରଣ ଭାବରେ ଏ ପ୍ରଶ୍ନ ଉଠିବନି ମୁଁ ଜାଣିନି ଏ ବୟାନରେ ତ କିଛି କ୍ଷତି ବୟାନ ନାହିଁ ସେ କଣ ନବ ସେ ଆସିଲେ କହିବ ନାଇଁ ସେ ତାର କାର୍ଯ୍ୟକ୍ରମ ଯାଇଛି ଆଜି ଗୁଡାଏ କାର୍ଯ୍ୟକ୍ରମ ଅଛି ତାର ଏରିଆରେ ଏରିଆ ଭିତରେ ସ୍କୁଲ କାର୍ଯ୍ୟକ୍ରମ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବହୁତ ଅଛି ସେ ତ ବିଧାୟକ ଭାବରେ ତା କାମ କରିବ ଅଞ୍ଚଳରେ ନା ବିଧାୟକ ଯେ ନିର୍ବାଚିତ ହେଇଛି ସେ ତା ଅଞ୍ଚଳରେ ସେବା କରିବ ତା ଅଞ୍ଚଳରେ ଲୋକଙ୍କ କଥା ବୁଝିବ ସେ ତ କାମ କରିବ ଭବିଷ୍ୟତ କଥା କିଏ କହିପାରିବ କାଲି ସକାଳେ କଣ ହବ ବାତ୍ୟା ହବ ଏଟା ମୁଁ କହିପାରିବି ନା ମୌସୁମୀ କହିପାରିବ କାଲି ବାତ୍ୟା ହବ କିଏ କହିପାରିବ ତାହେଲେ ଦଳ ଭିତରେ ଗୋଟେ କୋଣ ହେଇକି ରହିଯିବେ ଅରବିନ୍ଦ ମହାପାତ୍ର ବିଳମ୍ବିତ ହେଲା ପରେ ଦଳ ତାଙ୍କର ଭୂମିକା ସେମିତି ରହିବ ଅପେକ୍ଷା କର କଣ ତାଙ୍କର ଭୂମିକା ରହିବ କଣ ହବ ଆଉ କଣ ହବ କେତେ କଥା ଘଟିବ ସେଟା କଣ ଆଜିଠୁ କହିହବ କି ବିଜେଡି ତାଙ୍କ ସହ ଅନ୍ୟାୟ କଲା ବିଜେଡି ତାଙ୍କ ସହ ଅନ୍ୟାୟ କଲା ତାପରେ ତ ସେମିତି କୌଣସି ଅଭିଯୋଗ ନଥିଲା ସେମିତି କୌଣସି ଅଭିଯୋଗ ନଥିଲା ବିନା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଅନ୍ୟାୟ ନୁହେଁ କି ଅରବିନ୍ଦଙ୍କ ପ୍ରତି ବିନା ଅଭିଯୋଗର କାର୍ଯ୍ୟାନୁଷ୍ଠାନ ହେବା ଉଚିତ ନାହିଁ ଚାହୁଁଥିଲେ ଆଉ ୟାକୁ ଯୋଗସୂତ୍ର କରୁଥିଲେ ଅରବିନ୍ଦ ମହାପାତ୍ର ଯାହାକୁ ପାଣ୍ଡିଆନ ଗ୍ୟାଙ୍ଗ ୟାକୁ ସ୍ୱାଧୀନ କରିବା ଭଳି କରାଯାଇଥିଲା ଅରବିନ୍ଦ ମହାପାତ୍ର ସେଥିରେ କୌଣସି କେବେ ନବୀନଙ୍କୁ ଭେଟିକି କହିଲେ ମୋ ସମ୍ପର୍କରେ ସେ କିଛି ଆଲୋଚନା କଲେ ରାଜ୍ୟସଭାକୁ ନେଇକି କିଛି ପ୍ରଶ୍ନ ଚାଲିଥିଲେ ଏଇନା କୁହାଯାଉଛି ଯେ ଇଏ ରାଜ୍ୟସଭାକୁ ନେଇକି ଯୋଉ ଯିବା ପାଇଁ କୁହାଯାଉଥିଲା ସୁଜାତା କାର୍ତ୍ତିକେୟନ ଇଏ ଗୋଟେ ରାସ୍ତା ସଫା କରିବା ପାଇଁ କଣ ହେଇଛି ତାକୁ ଆକଳନ କରିବା କଷ୍ଟ ଯୋଉମାନେ ଅଛନ୍ତି ସେ କରିଡର ଭିତରେ ସେମାନେ କରିପାରିବେ ମୁଁ ତ ଆଗରୁ କହିଥିଲି ରାଜ୍ୟସଭା ନିର୍ବାଚନ ପଞ୍ଚାୟତ ନିର୍ବାଚନ 2026 ମସିହା ଏ ତ ମୁଁ ଆଗରୁ କହିଥିଲି ସବୁ କିନ୍ତୁ ଭିତର କଥାଟା କଣ ଚାଲିଛି ଆକଳନଟା ତ ମୁଁ କରିପାରିନି ଅରବିନ୍ଦ ମହାପାତ୍ର ପାର୍ଟି ଲାଇନରେ ନଥିଲେ ପାର୍ଟିରେ ଥିଲା ପାର୍ଟି ଲାଇନ କଣ ବିଧାନସଭାକୁ ଯାଉଥିଲା ବିଧାନସଭା ମିଟିଂକୁ ଯାଉଥିଲା ଶଙ୍ଖ ଭବନକୁ ଯାଉଥିଲା ପାର୍ଟି ଲାଇନ କଣ ଆଉ ତାଠୁ ଅଧିକା ଲାଇନ କଣ ନବୀନଙ୍କ ନିଷ୍ପତ୍ତି ଏହା ନବୀନଙ୍କ ନିଷ୍ପତ୍ତି ନବୀନ ପା କାଲି କହିଲେ ତାଙ୍କର ଦସ୍ତଖତରେ ଆସିଛି ନିଷ୍ପତ୍ତି କାର ଦସ୍ତଖତ ତା ଅନ୍ୟମାନେ କିଏ ଦସ୍ତଖତ କରିଥିଲେ ସରକାର ଥିଲାବେଳେ ଥିଲା ନବୀନଙ୍କ ଆସନ ପାଣ୍ଡିଆନଙ୍କ ଶାସନ ସରକାର ଗଲା ପରେ କଣ ସେଇ ପ୍ରଚଳିତ ବ୍ୟବସ୍ଥା ଲାଗୁ ରହିଛି
व्यवस्था कौन चल रोचे केते प्रश्न बाहर उठे बाहर केते प्रश्न उठे किए चलाए दल को किए निष्पत्ति नहीं से बाहर सब कथबार्ता हुए वास्तव कथा जो मैंने से जाऊे स्वयं कहीपर तो जाए पॉलिटिक्स आरंभ करू करू आपको सस्पेंड और इम्पैक्ट पकेबन ना अरविंद महापात्र ओडिशा सारा लोक जानले ये भल कौन could reach that stage. स्टेज रे ओडिशा अंदर से पहुंची पाला है बड़ कथा इम्पोर्टेंस तो बड़ कथा आपको ते खराब नहीं ना ना मो संगे था कथा कान बोलना आगामी भविष्य नुआ आंचलिक दल ना जातीय राजनीति ମୁଁ ଆଗରୁ ନୂଆ ଆଞ୍ଚଳିକ ଦଳ କଥା ମୁଁ ବାରବାର ଏଠି ଏବେ ବି କହୁଛି ସେଇଟା ପୁଣି ରିପିଟ୍ କରୁଛି ଆଗରୁ ବାରବାର ଏଠି କହିଛି ନୂଆ ଆଞ୍ଚଳିକ ଦଳ କିଏ କରୁଥିବ କହୁଥିବ ମୁଁ ଜାଣିନି ମୋ ସାଙ୍ଗେ କିଏ ଆଲୋଚନା କରେ କି ମୁଁ ସେ ମାଇଣ୍ଡରେ ନାହିଁ ଏଟା ମୁଁ ଆଗରୁ ଏଠି ସ୍ପଷ୍ଟ ଭାବରେ କହିଛି ଅସ୍ପଷ୍ଟ ନୁହେଁ ଖାଲି ନବୀନ ନିବାସରେ ଧ୍ରୁବ ସାହୁ ଆଉ ଗଣେଶ ବେହେରା ଅତନୁ ସବୁ ଯଦି ରହିବା ଏହା ପରେ ନୀଳମୋହନ ଆଦେଶ ଆସିବା ଲାଗୁଛି କିଛି ଗୋଟେ ଷଡ଼ଯନ୍ତ୍ର ହେଇଯିବ ମୁଁ ଜାଣିନି ଷଡ଼ଯନ୍ତ୍ର ଥାଇପାରେ କିନ୍ତୁ ସେଟା ମୁଁ ଜାଣିନି କଣ ହଉଥିଲା କାଲି केन्द्रापड़ा बीजेडी नेता अरविंद खुश नथिले पार्टी लाइन से नाम जोड़ी बारंबार नवीन निवास अभियोग करथिले केन्द्रापड़ा नेता अरविंद महापात्र पार्टी लाइन काम करना कार्यकलाप ठीक नहीं पार्टी पर ना अभियोग करथिले नवीन निवास मोर तो खाली राजनगर एमएलए केन्द्रापड़ा भेट होते कथा कौन सर आपण नेता को भेटिबा भय टिके गाइला आपण तो नेता को भेटिले तो से भय टिके गाइला बोले का बोल ଆପଣ ବିଭିନ୍ନ ନେତାଙ୍କୁ ଭେଟିଥିଲେ ନବଦାସ ପୁଅଝିଅଙ୍କୁ ମଧ୍ୟ ଭେଟିବାର ନବଦାସଙ୍କ ପୁଅଝିଅଙ୍କୁ ମଧ୍ୟ ଭେଟିବାର ଖବର ଆସୁଥିଲା ଦିଲ୍ଲୀପରେ ଏବଂ ଦିଲ୍ଲୀପ ରାୟ दिलीप राय बीजेपी को गला पर 50 तरह से समस्त उपस्थित राजनीतिक मित्रता बंधुता रही दिलीप राय राजस्व से विषय निष्पत्ति नौ दिलीप राय बीजेपी निष्पत्ति सी ने पार्टी नब मो पक्ष तो 50 तरह बीजेपी अन्य नेता मैंने भी आस कांग्रेस दल अन्य नेता मैंने भी आस बीजेपी भी आस राजनीतिक मित्रता सब से भेटुना भेटुचे राजस्व जावाई विजय महापात्र सहायता लगे चर्चा କ୍ଲବ ଭୋଟିଂ ଦ୍ୱାରା ସେଥିପାଇଁ ବିଳମ୍ବ ଲୋକ କୁହାଗଲା राज्यसभा राज्यसभा तो मैंने निष्पत्ति विषय की कथा जाइनी गला बेलू तो जहाँ पड़ो कौन हो तो राज्यसभा नोटिफिकेशन आईनी से चर्चा गुट नवीन के निष्पत्ति को पाटपुरा बीजेडी कर्मी माने विरोध करिए पाटकुरा तो विधायक जाइए असला फेरला पर जहाँ पड़ो दल कम कर लोक कम कर दल कम केमती करेंगे नीलमोहन दलीय कम केमती करेंगे दल लोक सब सागर अच्छा किए बुझे ନବୀନ ଶଙ୍କଚିହ୍ନ ଓ ଜନସମର୍ଥନ ଆପଣଙ୍କ ପୁଅ ପାଇଁ କେଉଁଠି ଗୁରୁତ୍ୱପୂର୍ଣ୍ଣ हाँ ଗୋଟେ ପାଖେ ନବୀନ ଗୋଟେ ପାଖେ ଶଙ୍କଚିହ୍ନ ଆଉ ଗୋଟେ ପାଖେ ଆପଣଙ୍କ ପୁଅ ଜନସମର୍ଥନ କେଉଁଠି ଗୁରୁତ୍ୱପୂର୍ଣ୍ଣ से अंचल सेवा कर जो अंचलवासी भोट देते सेवा कर